ସେଠି ସେ ଆଉ କିଛି କୁକର୍ମ କରୁନାହାନ୍ତି ତ? ନିଶ୍ଚୟ କରୁଛି। ମୋ ବୋପାର କଲିକତାରେ ନିଶ୍ଚୟ କିଛି ଦିନ ନବେରୁ ଧନ୍ଦା ଅଛି। ଏଠି ବାଟ ତ ବୋପା ପଛରେ ସିବିଆଇ କରି ଲାଗିଯିବି। ବଢିଆ ଘର ଅଛନ୍ତି କି? ଆଜ୍ଞା ଆଜ୍ଞା ଆସନ୍ତୁ ଆଜ୍ଞା ଆସନ୍ତୁ। ଆଜ୍ଞା ଆପଣ କିଏ ମୁଁ ଜାଣିପାରିଲିନି। ନମସ୍କାର ମୁଁ ନିହାର ବହୁତ ଖୋଜିଲା ପରେ ଏଠି ଆସି ପହଞ୍ଚିଛି। ଆଜ୍ଞା ହେଲେ ଆପଣଙ୍କ ପରିଚୟ? ଆଜ୍ଞା ମାଇ ନେମ୍ ଇଜ ଚୋରି। ମୁଁ ଘଡ଼ି ଜାଣିତ ଧରି ଚୋରି କୁମାର। ମୁଁ 10 ବର୍ଷ ପରେ ଘରେ ଘର ଛୁଆ ହେଇକି ଅଛି। ଆଉ ଇଏ ହଉଛନ୍ତି ମୋ ସ୍ତ୍ରୀ ମାନେ ଧଡ଼ି ତିଆରିଙ୍କ ଝିଅ। ପାଟ ଆଜ୍ଞା ନମସ୍କାର। ନମସ୍କାର। ଆଜ୍ଞା ମୋ ଶ୍ୱଶୁରଙ୍କ ପାଇଁ କିଛି କାମ ଥିଲା କି? ଆକ୍ଚୁଆଲି କଥା କହ କି ଧଡ଼ିଦାରୀଙ୍କ ଭାଣିଜୀକୁ ମୁଁ ବିବାହ କରିଥିଲି। କଣ କହିଲି? ଆପଣଙ୍କ ବାପାଙ୍କ ଭାଣିଜୀକି ବିବାହ କରୁଛନ୍ତି? ଆପଣଙ୍କ ମୁଣ୍ଡ ଖରାପ ହେଇଯାଇଛି ତ? ଆଜ୍ଞା ମୋ ବାପାଙ୍କର କେହି ବି ଭାଣିଜୀ ନାହାନ୍ତି। ତାପରେ ଧଡ଼ିଦାରୀ ଯୋଉ ପଲେ ବୋଲି ଝିଅଟା ମୋ ସହିତ ବିବାହ କରିଥିଲେ। ମୋ ଶ୍ୱଶୁର ଆପଣ ପୁରା ଠକି ଯାଇଛନ୍ତି ଆଜ୍ଞା। ଆପଣ ଠକି ଯାଇଛନ୍ତି। ମୋ ଶ୍ୱଶୁର ଶଳାଟି ହଉଛି 1 ନମ୍ବର ହାତ। ଏମିତି ପଲବି ଚଲବି ସଲବି ପରି ଅନେକ 4 କାଟି 5 କାଟି ଝିଅ ମାନେ ଦେଖିଲେ ମୋ ଶ୍ୱଶୁରଙ୍କର କନେକ୍ସନ ଅଛି। ସେମିତି ଗୋଟେ ଝିଅ ଆପଣଙ୍କୁ ଚୁଟେଇ ଦେଇଛି। ସେ ଆପଣଙ୍କ ଘରୁ ଖୁଆ ଖଟା ବୁଲି ଦେଇକି ଚାଲିଯାଇଛି। ଠିକ କହିଛନ୍ତି ଆପଣ ଠିକ କହିଛନ୍ତି। ପଲେ ମୋ ଘରୁ ସୁଧା ଘଣା ଟଙ୍କା ପଇସା ସବୁ କିଛି ଚୋରି କରି ଦେଇ ଚାଲି ଯାଇଛି। ହେଲେ ଧଡ଼ିଦାରୀ ଏବେ କୋଉଠି ଅଛନ୍ତି? ବାପା ବର୍ତ୍ତମାନ କଲିକତା ଚାଲିଗଲେ। କେବେ ଫେରିବେ ତାର କିଛି ବି ଠିକ ଠିକଣା ନାହିଁ। ଓ ଗଡ୍ ମମି କଲିକତା ଥିଲାବେଳେ ଧଡ଼ିଦାରୀଙ୍କ କଥା ମୁଁ ପଲ୍ଲବୀକୁ ବିବାହ କରିଥିଲି। ଏବେ ମମି କଲିକତାରୁ ଫେରି ସେ ପଲ୍ଲବୀକୁ ଦେଖିବା ପାଇଁ ଚାହୁଁଛନ୍ତି। ଆଉ ଯଦି ଏ ସମୟରେ ପଲ୍ଲବୀକୁ ନ ନେଇ ଫେରେ ଦେଖନ୍ତୁ ଆଜ୍ଞା ଯୋଉ ପଲବି ଆପଣଙ୍କ ଘରୁ ଖୁଆ ଖଟା ବୁଲିକି ଯାଇଛି ସିଏ ଆଉ ଆପଣଙ୍କ ପାଖକୁ ଫେରିବ ବୋଲି ଆପଣ ଭାବୁଛନ୍ତି? ବରଂ ମାଙ୍କ ସତ କଥା କହିଦିଅନ୍ତୁ କଥା ସରିବ। ନାଇଁ ଆଜ୍ଞା ମମିକୁ ମୁଁ ମିଛ କହିସାରିଛି ଯେ ପଲ୍ଲବୀ ତାଙ୍କ ବାପାଙ୍କ ଅପରେସନ ପାଇଁ ମୁମ୍ବାଇ ଯାଇଛନ୍ତି। ଆଉ ଯଦି ସତ କଥା କହିଦିଏ ତାହେଲେ ମୋ ମମି ମରିଯିବେ। କାହିଁକି ନା ମୋ ମମି ହଉଛନ୍ତି ଗୋଟେ ଆକୁଟ ହାର୍ଟ ପେସେଣ୍ଟ। ମୋ ଶ୍ୱଶୁର ଶଳାଟି ତୁମର ଆଜି ଶଳା ମୋ ଶ୍ୱଶୁର। ଆଜ୍ଞା ଆପଣ ଧୈର୍ଯ୍ୟ ଧରନ୍ତୁ ମୋବାଇଲ ନମ୍ବରଟା ମୋତେ ଦିଅନ୍ତୁ। ମୋ ଶ୍ୱଶୁର ଆଗାମୀ ଏଠିକି ଆସିଲେ ମୁଁ ଆପଣଙ୍କୁ କଲ୍ କରିବି। ଆପଣ ଆସିବେ ଏଇଠି ସବୁ ସମସ୍ୟା ସମାଧାନ। ସବୁ ସମାଧାନ ହେଇଯିବ ଯେ ହେଲେ ବାବୁ ଏବେ ଯେ ତାଙ୍କ ମାଆକୁ କହିବେ କଣ କରିବି? ଇଏ ବାଟ କଣ 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 କହୁଛୁ? ଗୋଟେ କାମ କର। କଣ କରିବୁ? ତୁ ପଲ୍ଲବୀ ହେଇଯାଉ। କଣ ମୁଁ କଣ ଜାଣିଲି ଲୋକ ବାପା ମୁଁ ଏତେ କରିବି ମୁଁ କହୁଛି ଶୁଣ ତୁ ଗୋଟେ ମିନିଟ୍ ପାଇଁ ଏ ବାବୁଙ୍କର ପଲ୍ଲବୀ ହେଇଯାଏ। ଏ ବାବୁଙ୍କ ମମିକି ଫୋନ୍ କର। ମମି ବାପାଙ୍କୁ ନେଇକି ମୁମ୍ବାଇରେ ଅଛି। ବାପା ଭଲ ହେଇଗଲା ପରେ ମୁଁ ଯାଇକି ତାଙ୍କ ମମି ବୁଝିଯିବେ। ଏ ବାବୁ ବି ଟେନସନ୍ ବାବୁ କହିଛନ୍ତି ଚଳିଆ ମୁଁ ଠିକ ଅଛି ପ୍ଲିଜ ପ୍ଲିଜ ମୋତେ ଟିକେ ହେଲ୍ପ କରନ୍ତୁ। ମୋବାଇଲ ଚାଲିବ। ହ୍ୟାଲୋ ନିହାର ପଲ୍ଲବୀ ପାଖରେ ପହଞ୍ଚିଲୁଣି? ପ୍ରଣାମ ମମି ମୁଁ ପଲ୍ଲବୀ କହୁଛି। ପଲ୍ଲବୀ ବୁଢ଼ୀଟେ ହେଇଥାମା ତୋ ବାପାଙ୍କ ଦେହ କେମିତି ଅଛି? ବିଶେଷ ଭଲ ନାହିଁ ମମି। ଡାଡିକୁ ଅପରେସନ କରିବା ପାଇଁ ମୁମ୍ବାଇ ନେବାକୁ ପଡିବ। ହଁ ଶୀଘ୍ର ନେଇଯା। ହଁ ଶୁଣ ଟଙ୍କା ଦରକାର ପଡ଼ିଲେ ମତେ କହିବୁ ହେଲା। ହଁ ମମି ହେଲେ ମମି ଆପଣ ଟିକେ ଆପଣଙ୍କ ଦେହ ପା ଜଗି ରଖି ଚଳୁଥିବେ। ମାନେ ତୋ ସହିତ କଥା ହେଲା ପରେ ମୋ ଦେହ ଅଧା ଭଲ ହେଇଗଲାଣି। ଆଉ ଥରେ ଦେଖା ହେଇଗଲେ ପୁରା ଭଲ ହେଇଯିବି। କେବେ ଆସୁଛୁ? ଯିବି ମମି ଯିବି। ଡାଡିଙ୍କୁ ଅପରେସନ କରିବା ପୂର୍ବରୁ ମୁଁ ଆପଣଙ୍କୁ ନିଶ୍ଚୟ ଦେଖା କରିବାକୁ ଯିବି। ଏଇ ନିଅନ୍ତୁ ଆପଣଙ୍କ ପୁଅ ସହ କଥା ହୁଅନ୍ତୁ। ମମି କଣ ଏଥର ତମ ମନ ଶାନ୍ତି ହେଲା ତ? ମମି ମୁଁ ପଲ୍ଲବୀଙ୍କୁ କହିଛି ସେ ମୁମ୍ବାଇ ଯିବା ବାହାରୁ ତମକୁ ଦେଖା କରିଦେଇ ଆସିବେ। ଶୁଣ ନିହାର ତୋ ଶ୍ୱଶୁରଙ୍କର ଅପରେସନ ହବ। ଜୟ ହିସାବରେ ତୋର କିଛି କର୍ତ୍ତବ୍ୟ ଅଛି ନା ନାଇଁ? ଆସିଲା ବେଳେ କିଛି ଟଙ୍କା ଦେଇ ଆସିବୁ। ଠିକ ଅଛି ମୁଁ ରଖୁଛି ମମି ବାଏ। ଓହୋ ମଣିଷ କିଛି ଦିନ ପାଇଁ ବଞ୍ଚିଗଲା। ଏଇଟା ମୋ ପାଖ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଚ୍ଛା।